ଦେଖନ୍ତୁ ମୁଁ ଜଣଙ୍କର ଭୋଟର ଆଇ ଡି ଅନଲାଇନ୍ କରିଥିଲି ଏବଂ ତାହା ଏପ୍ରୁଭ୍ ହୋଇକି ଆସିଯାଇଛି। ଯଦି ଆପଣଙ୍କୁ ମଧ୍ୟ 18 ବର୍ଷ ହୋଇସାରିଛି ତାହେଲେ ଆପଣ ଘରେ ବସି ନିଜ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ନିର୍ଭୁଲ ଭାବରେ ଭୋଟର ଆଇ ଡି କିପରି ଆବେଦନ କରିପାରିବେ ତାହାର ଷ୍ଟେପ୍ ବାଇ ଷ୍ଟେପ୍ ଅନଲାଇନ୍ ପ୍ରୋସେସ୍ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟି ଷ୍ଟାର୍ଟ ହେବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲ୍ ଆସନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ମଧ୍ୟ ଦବାଇ ଦିଅନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଯେକୌଣସି ବ୍ରାଉଜରକୁ ଓପନ୍ କରିନିଅନ୍ତୁ, ତାପରେ ଆପଣ ଗୁଗଲରେ ଭୋଟର ସର୍ଭିସ ପୋର୍ଟାଲ ଲେଖିକି ସର୍ଚ୍ଚ କରନ୍ତୁ। ବର୍ତ୍ତମାନ ଆପଣ ପ୍ରଥମ ୱେବସାଇଟକୁ ଓପନ୍ କରିନିଅନ୍ତୁ। ଏଠାରେ ଆପଣ ଫିଲ୍ ଫର୍ମ 6 ଏଠାରେ କ୍ଲିକ୍ କରିବା ପାଇଁ ପଡ଼ିବ। ଏଠାରେ ଆପଣ ସାଇନ୍ ଅପ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ମୋବାଇଲ ନମ୍ବରକୁ ଟାଇପ୍ କରିକି ତାପରେ ଏଠାରେ ଏହି କ୍ୟାପ୍ଚା କୋଡକୁ ଫିଲ୍ଅପ୍ କରିକି କଣ୍ଟିନ୍ୟୁରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଫାର୍ଷ୍ଟ ନେମ୍କୁ ଟାଇପ୍ କରିକି ଏଠାରେ ଲାଷ୍ଟ ନେମ୍କୁ ଟାଇପ୍ କରିବା ପାଇଁ ପଡ଼ିବ। ତାପରେ ଏଠାରେ ପାସୱାର୍ଡ ଦେବା ପାଇଁ ପଡ଼ିବ। ଏଠାରେ ଆପଣ ଯେଉଁ ପାସୱାର୍ଡଟି ଟାଇପ୍ କରିବେ ସେହି ପାସୱାର୍ଡରେ କ୍ୟାପିଟାଲ ଲେଟର ସ୍ମଲ୍ ଲେଟର ଏବଂ କିଛି ସ୍ପେଶାଲ କ୍ୟାରେକ୍ଟର ଥିବା ଦରକାର। ତାପରେ ଆପଣ କନଫର୍ମ ପାସୱାର୍ଡରେ ପାସୱାର୍ଡକୁ ଆଉଥରେ ଟାଇପ୍ କରିକି ରିକ୍ୱେଷ୍ଟ ଓଟିପିରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବରରେ ଗୋଟେ ଓଟିପି ଯାଇଥିବ, ସେହି ଓଟିପିକୁ ଏଠାରେ ଟାଇପ୍ କରିକି ଭେରିଫାଏ ଆଣ୍ଡ ସବମିଟ୍ରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଲଗଇନ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ମୋବାଇଲ ନମ୍ବରକୁ ଟାଇପ୍ କରିକି ଆପଣ ଯେଉଁ ପାସୱାର୍ଡଟି ଦେଇଥିଲେ ସେହି ପାସୱାର୍ଡକୁ ଏଠାରେ ଟାଇପ୍ କରିବା ପାଇଁ ପଡ଼ିବ। ତାପରେ ଏହି କ୍ୟାପ୍ଚା କୋଡକୁ ଏଠାରେ ଫିଲ୍ଅପ୍ କରିକି ରିକ୍ୱେଷ୍ଟ ଓଟିପିରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବରରେ ଯେଉଁ ଓଟିପି ଯାଇଛି ତାହାକୁ ଟାଇପ୍ କରିକି ଭେରିଫାଏ ଆଣ୍ଡ ଲଗଇନ୍ରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଆପଣ ଫିଲ୍ ଫର୍ମ 6ରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଲାଙ୍ଗୁଏଜରେ ଇଂଲିଶକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଷ୍ଟେଟରେ ଓଡ଼ିଶାକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତାପରେ ଏଠାରେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିକି ଏଠାରେ ଆପଣଙ୍କର ଆସେମ୍ବଲିକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣ ତଳକୁ ସ୍କ୍ରୋଲ କରିକି ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆପଣଙ୍କର ଫାର୍ଷ୍ଟ ନେମ୍ ଏବଂ ଯଦି ମିଡିଲ୍ ନେମ୍ ଅଛି ତାହେଲେ ଏଠାରେ ଟାଇପ୍ କରିଦିଅନ୍ତୁ। ଦେଖନ୍ତୁ ଏଠାରେ ଓଡ଼ିଆରେ ଅଟୋମେଟିକ୍ ଆସିଯିବ। ତାପରେ ଏଠାରେ ଲାଷ୍ଟ ନେମ୍କୁ ଟାଇପ୍ କରିକି ଏଠାରେ କ୍ଲିକ୍ କଲା ପରେ ଦେଖନ୍ତୁ ଓଡ଼ିଆରେ ଆସିଯାଇଛି। ତାପରେ ଏଠାରେ ଫଟୋ ଅପଲୋଡ୍ କରିବା ପାଇଁ ପଡ଼ିବ। ଏଠାରେ ଆପଣ ଚୁଜ୍ ଫାଇଲରେ କ୍ଲିକ୍ କରିକି ଫଟୋକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣ ଓପନରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ସେଭ୍ରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଠାରେ ଫଟୋଟି ଅପଲୋଡ୍ ହୋଇଯାଇଛି। ତାପରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆପଣ ଫାଦର, ମଦର, ହଜବେଣ୍ଡ କିମ୍ବା ୱାଇଫକୁ ସିଲେକ୍ଟ କରିପାରିବେ। ଯଦି ଆପଣ ପୁଅ ପିଲା ତାହେଲେ ଆପଣ ଫାଦରକୁ ସିଲେକ୍ଟ କରିପାରିବେ। ଯଦି ଆପଣ ଝିଅ ପିଲା ଏବଂ ବାହା ହୋଇଛନ୍ତି ତାହେଲେ ଆପଣ ହଜବେଣ୍ଡକୁ ସିଲେକ୍ଟ କରିପାରିବେ। ମୁଁ ଏଠାରେ ହଜବେଣ୍ଡରେ ଟିକ୍ କରିକି ତାପରେ ଏଠାରେ ତାଙ୍କର ହଜବେଣ୍ଡର ଫାର୍ଷ୍ଟ ନେମ୍କୁ ଟାଇପ୍ କରିକି ଏଠାରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ନାଁଟି ଓଡ଼ିଆରେ ଆସିଯାଇଛି। ତାପରେ ଏଠାରେ ସରନେମ୍କୁ ଟାଇପ୍ କରିଦିଅନ୍ତୁ। ଏଠାରେ କ୍ଲିକ୍ କଲା ପରେ ଦେଖନ୍ତୁ ଓଡ଼ିଆରେ ଆସିଯାଇଛି। ତାପରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ସେଲ୍ଫରେ ଟିକ୍ କରିକି ଏଠାରେ ମୋବାଇଲ ନମ୍ବରକୁ ଟାଇପ୍ କରିଦିଅନ୍ତୁ। ତାପରେ ସେଣ୍ଡ ଓଟିପିରେ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଗୋଟେ ଓଟିପି ଯାଇଥିବ, ସେହି ଓଟିପିକୁ ଏଠାରେ ଟାଇପ୍ କରିକି ଭେରିଫାଏରେ କ୍ଲିକ୍ କରନ୍ତୁ। ତାପରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆଧାର ନମ୍ବରରେ ଟିକ୍ କରିକି ଏଠାରେ ଆଧାର କାର୍ଡ ନମ୍ବରକୁ ଟାଇପ୍ କରିଦିଅନ୍ତୁ। ତାପରେ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଜେଣ୍ଡର ସିଲେକ୍ଟ କରିବା ପାଇଁ ପଡ଼ିବ। ତାପରେ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଡେଟ୍ ଅଫ୍ ବାର୍ଥକୁ ଟାଇପ୍ କରିକି ଏଠାରେ ଟିକ୍ କରନ୍ତୁ। ଏଠାରେ ଆପଣ ଏହି ଡକ୍ୟୁମେଣ୍ଟ ଭିତରୁ ଯେକୌଣସି ଗୋଟିଏକୁ ସିଲେକ୍ଟ କରିପାରିବେ। ମୁଁ ଏଠାରେ ଆଧାର କାର୍ଡକୁ ସିଲେକ୍ଟ କରିଦେଉଛି। ତାପରେ ଏଠାରେ ଆପଣ ଚୁଜ୍ ଫାଇଲରେ କ୍ଲିକ୍ କରିକି ଆପଣ ସେହି ଡକ୍ୟୁମେଣ୍ଟକୁ ଅପଲୋଡ୍ କରିଦିଅନ୍ତୁ। ମୁଁ ଆଧାର କାର୍ଡ ସିଲେକ୍ଟ କରିଥିଲି, ସେଥିପାଇଁ ମୁଁ ଏଠାରେ ଆଧାର କାର୍ଡକୁ ଅପଲୋଡ୍ କରିଦେଉଛି। ତାପରେ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆଡ୍ରେସ୍ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଏଠାରେ ଆପଣ ଘର ନମ୍ବର କିମ୍ବା ଗାଁର ନାଁକୁ ଟାଇପ୍ କରିଦିଅନ୍ତୁ। ଏଠାରେ ଆପଣ ଗାଁର ନାଁକୁ ଟାଇପ୍ କରିକି ଏଠାରେ ଆଉ ଥରେ ଗାଁର ନାଁକୁ ଟାଇପ୍ କରିଦିଅନ୍ତୁ। ଦେଖନ୍ତୁ ଏଠାରେ କ୍ଲିକ୍ କଲା ପରେ ଓଡ଼ିଆରେ ଅଟୋମେଟିକ୍ ଆସିଯିବ। ତାପରେ ଏଠାରେ ପୋଷ୍ଟ ଅଫିସର ନାଁକୁ ଟାଇପ୍ କରିବା ପାଇଁ ପଡ଼ିବ। ତାପରେ ଏଠାରେ ପିନକୋଡକୁ ଟାଇପ୍ କରିକି ଏଠାରେ ତହସିଲର ନାଁକୁ ଟାଇପ୍ କରିଦିଅନ୍ତୁ। ତାପରେ ଏଠାରେ ଡିଷ୍ଟ୍ରିକ୍ଟର ନାଁକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତାପରେ ତଳକୁ ସ୍କ୍ରୋଲ କରିକି ଏଠାରେ ଟିକ୍ କରିଦିଅନ୍ତୁ। ତାପରେ ଏହି ଡକ୍ୟୁମେଣ୍ଟ ଭିତରୁ ଯେକୌଣସି ଗୋଟିଏକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ମୁଁ ଏଠାରେ ଆଧାର କାର୍ଡକୁ ସିଲେକ୍ଟ କରିଦେଉଛି। ତାପରେ ଆପଣ ଏଠାରେ ଚୁଜ୍ ଫାଇଲରେ କ୍ଲିକ୍ କରିକି ଆଧାର କାର୍ଡକୁ ଅପଲୋଡ୍ କରିଦିଅନ୍ତୁ। ଏଠାରେ ଆପଣ ଯେଉଁ ଡକ୍ୟୁମେଣ୍ଟଟି ଅପଲୋଡ୍ କରିବେ ସେହି ଡକ୍ୟୁମେଣ୍ଟର ସାଇଜ୍ 2 MBରୁ କମ୍ ହୋଇଥିବା ଦରକାର ଏବଂ ଜେପିଜି, PNG କିମ୍ବା PDF ଫର୍ମାଟରେ ହୋଇଥିବା ଦରକାର। ତାପରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଆଉ ଥରେ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଗାଁର ନାଁକୁ ଟାଇପ୍ କରିକି ଏଠାରେ ଷ୍ଟେଟକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ମୁଁ ଏଠାରେ ଓଡ଼ିଶାକୁ ସିଲେକ୍ଟ କରିଦେଉଛି। ତାପରେ ଏଠାରେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିକି ଆପଣ ଏହି ଆଡ୍ରେସରେ କେବେଠାରୁ ରହୁଛନ୍ତି ଏଠାରେ ମନ୍ଥ ଏବଂ ଇୟର ଦେବା ପାଇଁ ପଡ଼ିବ। ତାପରେ ତଳକୁ ସ୍କ୍ରୋଲ କରିକି ଏଠାରେ ଗାଁର ନାଁକୁ ଟାଇପ୍ କରିଦିଅନ୍ତୁ। ତାପରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏହି କ୍ୟାପ୍ଚା କୋଡକୁ ଫିଲ୍ଅପ୍ କରିକି ଏଠାରେ ଆପଣ ପ୍ରିଭ୍ୟୁ ଆଣ୍ଡ ସବମିଟ୍ ଏଠାରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ସବୁଥରେ ଚେକ୍ କରିଦିଅନ୍ତୁ। ଯଦି ଏଠାରେ କିଛି ବି ଭୁଲ ଅଛି ତାହେଲେ ଆପଣ କିପ୍ ଏଡିଟିଂରେ କ୍ଲିକ୍ କରିକି କରେକ୍ସନ କରିପାରିବେ। ଯଦି ସବୁ ଠିକ୍ ଅଛି ତାହେଲେ ଆପଣ ସବମିଟ୍ରେ କ୍ଲିକ୍ କରନ୍ତୁ। ତାପରେ ଆପଣ ୟେସ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ସକ୍ସେସଫୁଲି ସବମିଟ୍ ହୋଇଯାଇଛି ଏବଂ ଏଠାରେ ରେଫରେନ୍ସ ନମ୍ବର ମଧ୍ୟ ଆସିଯାଇଛି। ଆପଣ ଏହି ରେଫରେନ୍ସ ନମ୍ବରକୁ ନୋଟ୍ କରିକି ରଖିଦିଅନ୍ତୁ। ଏହି ରେଫରେନ୍ସ ନମ୍ବର ଦ୍ୱାରା
ଆପଣ ଆପ୍ଲିକେସନ ଟ୍ରାକ୍ କରିପାରିବେ। ତାପରେ ଆପଣ ଡାଉନଲୋଡ ଏକ୍ନୋଲେଜମେଣ୍ଟ ଏଠାରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣ ଏହାକୁ ପ୍ରିଣ୍ଟ ଆଉଟ୍ କାଢ଼ିକି ରଖିପାରିବେ। ତାପରେ ଆପଣ କିଛି ଦିନ ୱେଟ୍ କରନ୍ତୁ। ଯଦି ଆପଣ ଭୋଟର କାର୍ଡର ଷ୍ଟାଟସ୍ ଚେକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଏଠାରେ ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ୍ ଏଠାରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ରେଫରେନ୍ସ ନମ୍ବରକୁ ଟାଇପ୍ କରିକି ଏଠାରେ ଷ୍ଟେଟକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତାପରେ ସବମିଟ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଠାରେ କରେଣ୍ଟ ଷ୍ଟାଟସରେ ହୋମ୍ ଆକ୍ସେପ୍ଟେଡ୍ ଶୋ କରୁଛି। ଏଠାରେ ଆପଣ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଠାରେ 23/7/2023ରେ ସବମିଟ୍ କରାହୋଇଥିଲା ଏବଂ ଏଠାରେ ଦେଖନ୍ତୁ 3/8/2023ରେ ଏପ୍ରୁଭ୍ ହୋଇଯାଇଛି ଏବଂ ଏଠାରେ ଭୋଟର କାର୍ଡ ନମ୍ବରଟି ମଧ୍ୟ ଜେନେରେଟ୍ ହୋଇଯାଇଛି। ଯଦି ଆପଣ ଭୋଟର ଆଇଡିଟି ଡାଉନଲୋଡ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଠାରେ ଯେଉଁ ନମ୍ବରଟି ଦିଆଯାଇଛି ଏହି ନମ୍ବରକୁ ସିଲେକ୍ଟ କରିକି କପି କରିଦିଅନ୍ତୁ। ତାପରେ ଆପଣ ଇପିକ୍ ଡାଉନଲୋଡ୍ ଏଠାରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆପଣ ଭୋଟର ଆଇଡି ନମ୍ବର ଥ୍ରୋରୁ କିମ୍ବା ରେଫରେନ୍ସ ନମ୍ବର ଥ୍ରୋରୁ ଆପଣ ଡାଉନଲୋଡ୍ କରିପାରିବେ। ଯେହେତୁ ମୋ ପାଖରେ ଇପିକ୍ ନମ୍ବର ଅଛି ସେଥିପାଇଁ ମୁଁ ଏଠାରେ ଟାଇପ୍ କରିଦେଉଛି। ତାପରେ ଏଠାରେ ଷ୍ଟେଟ୍ରେ ଓଡ଼ିଶାକୁ ସିଲେକ୍ଟ କରିକି ସର୍ଚ୍ଚରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରିକି ସେଣ୍ଡ ଓଟିପିରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବରରେ ଗୋଟେ ଓଟିପି ଯାଇଥିବ। ସେହି ଓଟିପିକୁ ଏଠାରେ ଟାଇପ୍ କରିକି ଭେରିଫାଏରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଠାରେ ଭୋଟର ଆଇଡିଟି ଡାଉନଲୋଡ୍ ହୋଇଯାଇଛି। ଆପଣ ଏହାକୁ ପ୍ରିଣ୍ଟ ଆଉଟ୍ କାଢ଼ିକି ସବୁ ଜାଗାରେ ବ୍ୟବହାର କରିପାରିବେ। ଅରିଜିନାଲ ଭୋଟର କାର୍ଡଟି ପୋଷ୍ଟାଲ ସାହାଯ୍ୟରେ ଘରକୁ ଆସିଯିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।